जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, आज किसी ओडिया भागवतर अमृतवाणी से भगवान अमृतवाणी पाठ करी ये कलिजुग भवसागर मुक्ति पाइबा। एवं ये होची भगवान मुख निसृत अमृतवाणी। अमृत कहले साधारणतः जहाँ हृदय को आनंद प्रदान करे एवं खुशी करे। साधारणतः अमृत किए देखी, अमृत कई देखी ना, किंतु अमृत समस्ते कहते कि प्रसाद पाइला बेले कि अन्य किसी भल जिनस खाइला बेले आम कहते अमृत परी लगुच। अमृत कई देखी, अमृत कई देखी ना। हेले अमृत यह केवल अनुभव करी हुए, जो अनुभव करी हुए से हूँ प्रकृत अमृत। अमृत अर्थ से भगवान को अनुभव करवा, मैंने अमृत परी लगुच, हृदय को आनंद दूची। चलतु देखा से भगवान किछि मुख निसृत अमृतवाणी। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। जय जगन्नाथ स्वामी नयन पथगामी भव तुमे। ओम नमो भगवते वासुदेवाय। ओम कृष्णाय वासुदेवाय। हरये परमात्मने प्रणत क्लेशनाशाय गोविंदाय नमो नमो। प्रिय दर्शक बंधु, आज यही शुभ मुहूर्त किसी भगवान मुख निसृत अमृतवाणी पाठ करी ये कलिजुग भवसागर मुख्य प्राप्ति हवा एवं मुख्य पाइबा। चलतु देखा श्रीमद ओडिया भागवतर किछि कथामृत। नीलाचल निवासाय नित्याय परमात्मने बलभद्र सुभद्राभ्याम जगन्नाथाय ते नमो। जगदानंद केन्द्राय प्रणतार्थ हराय च नीलाचल निवासाय जगन्नाथाय ते नमो। परम शास्त्र भागवत अभ्यास करुथिव नित्य। आजिका समय रे भागवत टंगी आजिकल आ देखा मिलूनी एवं संध्या समय भागवतर पाठ गाँ गाँव होनी, बहुत जदि भी होची बहुत कम होची। चलतु देखा ये शुभ मुहूर्त किसी ओडिया भागवतर अमृतवाणी पाठ करी जीवन को धन्य मन करवा। चलतु देखा आज यही अमृतवाणी। चलतु श्रीमद ओडिया भागवतर ये होची अमृतवाणी। चलतु देखा
ଦ୍ୱିତୀୟ ଅଧ୍ୟାୟ। ଓଁ ନମୋ ଭଗବତେ ବାସୁଦେବାୟ। ଦ୍ୱିତୀୟ ଅଧ୍ୟାୟ। ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷ ମନେ ଗୁଣି ଜୀବର ହିତେ କୃତ କୃତ୍ୟ ହସି କହନ୍ତି ମୁନିସୁତ। ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀସୁତ ଉବାଚ ଯେ ସୁକ ଏମନ୍ତ ଗମନ କରିଣ ଦେହ କଲେ ଶୂନ୍ୟ ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି ପିତାର ସ୍ନେହ ଭଗ୍ନ ଅର୍ଥେ ଉତ୍ତର ଦେଲେ ବୃକ୍ଷ ରୂପେ ତାହାଙ୍କୁ ମୋର ନମସ୍କାର ସେ ହୃଦେ ସର୍ବେ ପ୍ରାଣୀଙ୍କର। ଓଁ ନମୋ ଭଗବତେ ବାସୁଦେବାୟ। ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତେ ଅଖିଳ ବେଦର ସାଗର ସେ ଅନୁଭବ ଆପଣାର କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ସେ ସତ୍ୟବତୀର ନନ୍ଦନ ସେ ନରୋତ୍ତମ ଏ ସଂସାରେ ନମହିଁ ତାହାଙ୍କ ପୟରେ ଶୁଣ ସକଳ ମୁନିଜନ ସାଧୁ ଏ ତୁମ୍ଭର ବଚନ ପରମ ମଙ୍ଗଳ ଏ ବାଣୀ ଜୀବନୀ ସ୍ତରେ ଏହା ଶୁଣି ପରମ ଧର୍ମ ଏ ଜଗତ କୃଷ୍ଣ ଭଜନ ଯେତେ ମତ ଫଳର ଆଶା ଜଇ ନାହିଁ ବିଘ୍ନ ପୋଷିବ ବା କାହିଁ ବାସୁଦେବଙ୍କ ଠାରେ ଯେବେ ଭକ୍ତି ଉଦୟ ହୁଏ ତେବେ ଜ୍ଞାନ ବୈରାଗ ଜାତ ହୁଏ ଶୁଷ୍କ ତର୍କାଦି ନାଶ ଯାଏ ଭକ୍ତି କଲେ ସେ ଜ୍ଞାନ ହୁଏ ଜୀବନ ପଡ଼େ ମାୟାମୟ ବିଷ୍ଣୁ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୃଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘର ଅର୍ଥ ସଞ୍ଚନ୍ତି ଯେତେ ନର କେବଳ ଶ୍ରମ ତାହାଙ୍କର ଅର୍ଥ ନ ପାଇ କାମ ମୁଖ୍ୟ ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ। ଓଁ ନମୋ ଭଗବତେ ବାସୁଦେବାୟ। ଇନ୍ଦ୍ରିୟ ଅର୍ଥ ପ୍ରିୟ ଯେତେ ଲୋଭେ ଭ୍ରମଇ କାମ ଅର୍ଥେ ଯାବତ ଜୀବନ ଧରଇ କାମ ଲୋଭରେ ସୁଖ ନାହିଁ ଜୀବର ତତ୍ତ୍ୱ ଜାଣିବାରେ କେ ଜ୍ଞାନୀ ଅଛି ଏ ସଂସାରେ ତତ୍ତ୍ୱ ବିଚାର ଜ୍ଞାନ ଯେତେ ଜ୍ଞାନୀ କହନ୍ତି ଏ ଜଗତେ କେଉଁ କହନ୍ତି ବ୍ରହ୍ମ ତତ୍ତ୍ୱ କେହି ବା କହେ ପରମାର୍ଥ କେଉଁ କହନ୍ତି ଭଗବାନ ନିର୍ମଳ ପରମ ଯେ ଜ୍ଞାନ ଏ ଭାବ ପ୍ରୀତି ଯେ କରନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି କରନ୍ତି କୃଷ୍ଣଙ୍କ ଠାରେ ଭକ୍ତି ଆତ୍ମାରେ ଆତ୍ମାକୁ ଦେଖନ୍ତି ହରି ଶ୍ରବଣୁ ଭକ୍ତି ଜାତ ଅଜ୍ଞାନୀ ନ ଜାଣେ ଜଗତ। ଓଁ ନମୋ ଭଗବତେ ବାସୁଦେବାୟ। ଏଣୁ ଅଖିଳ ଏ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମ ଯେତେ ସ୍ୱଭାବେ ଧର୍ମ ଆଚରଣେ ଭକ୍ତି ଉପୂଜେ ନାରାୟଣେ ଯେବେ ସନ୍ତୋଷ କୃଷ୍ଣ ହୋଇ ପ୍ରାଣୀଙ୍କୁ ଚତୁର୍ବର୍ଗ ଦେଇ ଏଘେନି ଓଇ ଏକ ମନ ଭାବେ ତ ଶିବ ଭଗବାନ ବିଷ୍ଣୁର ଗୁଣ କର୍ମ ଯେତେ ନିତ୍ୟ ଶୁଣିବେ କର୍ଣ୍ଣ ପଥେ ନିର୍ମଳ କରି ସ୍ଥିର ମନ ନିରତେ କରିବ କୀର୍ତ୍ତନ ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ ପୂଜା କରିବେ ସୂକ୍ଷ୍ମ କଳ୍ପେ ଏ ଭାବ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ ଏଣୁ ଜଗତେ ଜ୍ଞାନୀ ଯେତେ କୃଷ୍ଣ ନ ଭଜିବେ କମନ୍ତେ କୃଷ୍ଣ ଶ୍ରବଣେ ଭକ୍ତି ଯାର ସେ ପ୍ରାଣୀ ଭବ ମଧ୍ୟେ ସାର ହରି ଚରଣ ଯାର ଶ୍ରଦ୍ଧା ତାଙ୍କୁ ନ ଲାଗେ ଭବ ବାଧା ସେ ପୁଣ୍ୟ ସାଧୁ ସଙ୍ଗ ମିଳେ ପୁଣ୍ୟାତୀର୍ଥକୁ ଆଶ୍ରୟ କଲେ
ତେବେ ସେ ହରି ରସ ରସେ ଭକ୍ତଙ୍କ ସଙ୍ଗେ ଯେବେ ମିଶେ କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା କହନ୍ତି ତାହାଙ୍କ ହୃଦେ ହରି ବସେ ସର୍ବ ଅଶୁଭ ଫଳ ଧ୍ୱଂସେ ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ବେଦେ ବେଦେ କହନ୍ତି ମୁନିଜନ ସାଧୁଜନଙ୍କ ମିତ୍ର ହରି ଏଣୁ ଭକତିକୁ ଆଦରି। ଓಂ ନମୋ ଭଗବତେ ବାସୁଦେବାୟ। ହେଳେ ତାରଇ ଭବ ସିନ୍ଧୁ ଯେଣୁ ଭକତ ଜନ ବନ୍ଧୁ ଭକ୍ତ ଜନଙ୍କ ସେବା ବଳେ ଦହନ ହନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷୟ ଭକ୍ତି ଉପୂଜେ ନର ଦେହ ସ୍ୱଭାବ ରଜ ତୁମ ଦୁଇ କାମାଦି ଯେତେ ରିପୁ ଥାଇ ଚିତୁ ବାହାର ହୋଇ ଯାଆନ୍ତି ସାତ୍ୱିକ ଗୁଣ ଆବରନ୍ତି ଏତେ ପ୍ରକାରେ ଯେବେ ମନ ନିର୍ମଳେ ହୋଇବ ପ୍ରସନ୍ନ ଯେବେ ସେ ଭକ୍ତି ଯୋଗ ବଳେ ଶ୍ରୀକୃଷ୍ଣଙ୍କ ଭକ୍ତ ସଙ୍ଗ ମିଳେ ନିର୍ମଳ ଜ୍ଞାନ ପ୍ରକାଶ ହୋଇ ଜନ୍ମ ମରଣ ଆଦି କାହିଁ ଅଶେଷ କର୍ମ ଗ୍ରନ୍ଥି ବନ୍ଧ ଏଣେ ଛିଡ଼ଇ ସର୍ବଦ୍ୱନ୍ଦ ସର୍ବ ସଂଶୟ ତୁଲେ କର୍ମ ଛାଡ଼ଇ ବିଷ୍ଣୁ ମାୟା ଭ୍ରମ ଆତ୍ମାରେ ଆତ୍ମା ସେ ଦେଖନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦ ଭକ୍ତି ଯୋଗ ମତେ ହରି ବିଷୟ ଦୃଢ଼ ଚିତେ ନିତ୍ୟ ଭଜନ୍ତି ଆତ୍ମମତେ ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତ ଜନମତ। ଓಂ ନମୋ ଭଗବତେ ବାସୁଦେବାୟ। ସେ ସତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂସାରଣ ଅନାଦି ପରମ ପୁରୁଷ ଏ ତିନି ଗୁଣେ ଯେ ପ୍ରବେଶ ସୃଷ୍ଟି ହୃଦୟ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋলাই ସଂସାର କାଳେ ରୁଦ୍ର ରୂପେ ସୁଖ ବିହରେ ମୋର କଳ୍ପେ ସେ ଶୁଦ୍ଧ ସତ୍ୟ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ କାଷ୍ଟ ସଂଯୋଗ ଧୂମ ଜାତ ଧୂମରୁ ଅନଳ ସମୃତ ତୃତୀୟ ଭାଗ ଏ ପ୍ରମାଣ ତାମସ ରଜ ସତ୍ୱ ଗୁଣ ଏ ଭାବ ବ୍ରହ୍ମା ପରିମାଣି ଭବସାଗରୁ ତରେ ପ୍ରାଣୀ ନିର୍ମଳ ଚେତା ମୁନି ଯେତେ ବିଚାର କରି ଆତ୍ମହିତେ କୃଷ୍ଣଙ୍କୁ ସତ୍ୱ ଗୁଣେ ଜାଣି ଭଜିଲେ ମୁଖ୍ୟ ପରିମାଣି ତାମସ ରଜ ଗୁଣ ଯେତେ ସେ ଉତପତି ଏ ଜଗତେ ସ୍ୱଭାବ ଘୋର ଭୟଙ୍କର ଏଣେ ଭଜେ ମନ ଯାର ଅହିଂସା ଶାନ୍ତି ଗୁଣେ ଥାନ୍ତି ହରିଚରଣ ନିତ୍ୟ ଚିନ୍ତି ଧନ ସମ୍ପଦେ ଯାର ଇଚ୍ଛା ସେ କରେ ଭୂତ ପ୍ରେତ ଦୀକ୍ଷା ସଂସାରେ ବେଦ କର୍ମ ଯେତେ ତପସାଧନ କ୍ରିୟା ମତେ ପରମ ତତ୍ତ୍ୱ ଜ୍ଞାନୀ ଆଦି କଠୋର ଯେତେ କର୍ମ ସାଧି। ଓಂ ନମୋ ଭଗବତେ ବାସୁଦେବାୟ। ଏ ସର୍ବଗତି ନାରାୟଣ ଏବେ ହୋ ମୁନି ଗଣେ ଶୁଣ ହେମନ୍ତେ ସୂକ୍ଷ୍ମ ସ୍ୱରୂପ ଧରେ ମାୟାରେ ସଂସାରେ ବିହରେ ସ୍ୱଭାବ ନିର୍ଗୁଣ ମୁରାରି ଖେଳର ତ୍ରିଗୁଣ ଆବରି ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନ ଜୀବନ ଜାଣଇ ଅଶେଷ ମହିମା ଯେ ଧରେ କିବା ଉପମା ଦେବା ତାରେ ସକଳ ଭୂତେ ହରି ବସେ କ୍ଷେତ୍ରଜ୍ଞ ରୂପ ପରକାଶେ ଅଗ୍ନି ଯେସନେ କାଷ୍ଟେ ଥାଇ ସେ ରୂପେ ବିଶ୍ୱ ଆତ୍ମା ସେଇ ସ୍ୱତନ୍ତ୍ରେ ତାଙ୍କ ଦେହ ଥାଇ ବିଷୟ ଭୋଗକୁ କରଇ ଦେବ ତୀର୍ଯ୍ୟକ ନର ଆଦି ସେ ଲୀଳାବତୀର ପ୍ରସିଦ୍ଧି ତହିଁରେ ଅନୁରକ୍ତ ହୋଇ ପାଳଇ ସତ୍ୱ ଗୁଣ ବହି ସେ ହରି ଚରଣ ପଙ୍କଜ ସୁଜନ ଜନ ମାନେ ଭଜ କହଇ ଜଗନ୍ନାଥ ଦାସ ଗୀତେ ପ୍ରବନ୍ଧେ କୃଷ୍ଣ ରଥ। ଓଂ ନମୋ ଭଗବତେ ବାସୁଦେବାୟ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସାୟାଂ
নৈষে পয়োপাখ্যান শ্রী ভগবদনুভাব বর্ণনং নাম দ্বিতীয় অধ্যায়। ওং নম ভগবতে বাসুদেবায়। ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଇଏ ଓଡ଼ିଆ ଭାଗବତର ଅମୃତବାଣୀକୁ ଅଧା ଅଧୁରା ନ ଦେଖି ବା ନ ଶୁଣି ସମ୍ପୂର୍ଣ୍ଣ ପ୍ରଥମରୁ ଶେଷ ଯାଏ ଶୁଣନ୍ତୁ ଏବଂ ଜୀବନକୁ ଧନ୍ୟ ମନେ କରନ୍ତୁ। ଏ କଳିଯୁଗ ଭବସାଗରରୁ ମୁଖ୍ୟ ପ୍ରାପ୍ତି ହୁଅନ୍ତୁ ଏବଂ ଭଗବାନଙ୍କର ଶରଣରେ ରହି ନିଜ ଜୀବନକୁ ଉତ୍ସର୍ଗ କରନ୍ତୁ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।